କରଞ୍ଜିଆଠାରେ ଅଙ୍ଗନବାଡ଼ିରେ ନିମ୍ନ ପୋକର ସୁଜି ବଣ୍ଟନ ହିତାଧିକାରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉପଜିଲ୍ଲାପାଳ କହିଲେ ଘଟଣାର ତଦନ୍ତ ହେବ। ରାଜ୍ୟ ବିଧାନସଭାରେ ନିମ୍ନମାନର ଛତୁଆ ଯୋଗାଣକୁ ନେଇ ତୁମ୍ଭି ତୋଫାନ ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଘଟଣାର କିଛି ଘଣ୍ଟା ନ ପୂରୁଣୁ ଏକ ଛତୁଆ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ 15 ନମ୍ବର ୱାର୍ଡ ଗଡ଼ସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି। ବ୍ୟବହାର ସମୟରେ ସରିଯାଇଥିବା ନିମ୍ନମାନର ପୋକ ସାଲୁବାଲୁ ସୁଜି ବଣ୍ଟନ ହୋଇଥିବା ସୁଜିଗୁଡ଼ିକରେ ପୋକ ସାଲୁବାଲୁ ଥିବା ଦେଖି ସୁଜି ନେଇ ହିତାଧିକାରୀ ସେଗୁଡ଼ିକ ନେଇ ଅଙ୍ଗନବାଡ଼ି କେନ୍ଦ୍ରରେ ଫେରସ୍ତ ଦେଇଥିବା ବେଳେ କିଛି ପ୍ୟାକେଟ୍ ସୁଜି ନେଇ ହିତାଧିକାରୀ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କୁ ଦେଖାଇଥିଲେ। ଉପଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଉପଯୁକ୍ତ ତଦନ୍ତ କରି ଦୋଷୀ ବିଭାଗୀୟ ଅଧିକାରୀ ବା ଯୋଗାଣକାରୀ ସଂସ୍ଥା ଆଦି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀ ଦାବି କରିଛନ୍ତି। ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ସମୟରେ ବିଭାଗୀୟ ଟିମ୍ ଉପସ୍ଥିତ ଥାଇ ମାନ ଉପରେ ଦୃଷ୍ଟି ଦେବାର ପ୍ରାବଧାନ ଥିଲେ ସୁଦ୍ଧା ଉକ୍ତ ଅତି ନିଚ୍ଚ ମାନ ଏବଂ ପୋକଯୁକ୍ତ ସାମଗ୍ରୀ ବଣ୍ଟନ କିପରି ହେଲା ଏ ନେଇ ଜନସାଧାରଣଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଖିବାକୁ ବାକି ରହିଗଲା ଏହିଭଳି ମା ଓ ଶିଶୁମାନଙ୍କ ପୋଷଣ ଆଡ଼ରେ ଚାଲିଥିବା ଜଘନ୍ୟ କାଣ୍ଡର କେଉଁ ପଦକ୍ଷେପ ନେବ ପ୍ରଶାସନ। ମୟୂରଭଞ୍ଜ କରଞ୍ଜିଆକୁ ଦିନେଶ କୁମାରଙ୍କ ରିପୋର୍ଟ ଅନୁଧ୍ୟାନ ଟିଭି। ଆମର ଏ କରଞ୍ଜିଆ ବ୍ଲକ ଆଉ ଏନ୍ଏସି ଏରିଆରେ 3ଟି ଛତୁଆ କେନ୍ଦ୍ର ଅଛି ଏବଂ ପୂର୍ବରୁ ବି ସେସବୁ କେନ୍ଦ୍ର ମୁଁ ଦେଖିଛି। ଆପଣଙ୍କ ପାଖରୁ ଆଜି ଯେଉଁ ଅଭିଯୋଗ ମୁଁ ପାଇଲି ଏବଂ ଯାହା ଦେଖିଲି ସାମ୍ପୁଲ ମୁଁ ଆଜି ସେ କେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିବି ଏବଂ ଯାହା ପଦକ୍ଷେପ ନେବା କଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ଅରୁଣ କୁମାର ବେହେରା 15 ନମ୍ବରର ବାସିନ୍ଦା। ଆଜି ସକାଳୁ 3 ମାସ ପରେ ଆମର ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଅଛି ତାର ରୋଷେଇ ଆସିକି ଘରକାର ସବୁ କହିକି ଗଲେ ସାହିରେ ଯେ ଯେଉଁମାନେ ପାଇବାର ଯୋଗ୍ୟ କହିକି ଗଲେ ଯେ ଆସ ସମସ୍ତଙ୍କୁ ଛତୁଆ ଆଉ ହାଲୁଆ ଦିଆଯିବ। ତ ଯେତେବେଳେ ଗଲେ ଏମିତିକି ମୋ ୱାଇଫ୍ ବି ଯାଇଥିଲା ଗଲା ବେଳକୁ ସମସ୍ତଙ୍କୁ ସେ ବଣ୍ଟନ କଲେ। ପ୍ୟାକେଟଟା ମୁଁ ମାନେ ଘରେ ଦେଖିକି ସାଙ୍ଗେ ସାଙ୍ଗେ ଫୋନ୍ କଲା ବେଳକୁ ପ୍ୟାକେଟ କ'ଣ ନା ପୋକ ସାଲୁବାଲୁ। ଛୁଆଙ୍କୁ ଖାଇତେ ଦିଆଯାଉଛି ନା ଛୁଆଙ୍କୁ ମାରିବା ପାଇଁ ଦିଆଯାଉଛି? ଏ ଯୋଜନା କାହା ପାଇଁ? ଛୁଆ